କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା, ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ। ଓଡ଼ିଆ ପାଠଶାଳାକୁ ଚାଲନ୍ତୁ କଣ୍ଟିନ୍ୟୁ କରିବା। ଆମେ ଚୋଳ ତାଙ୍କର ଆସିକି ସାମ୍ରାଜ୍ୟ ଚୋଳ ଥିଲେ ଜଣେ ଜନମଙ୍ଗଳକାରୀ ରାଜା। କୃଷିର ଉନ୍ନତି ପାଇଁ ସେ ବହୁ କେନାଲ ଏବଂ ହ୍ରଦ ଖନନ କରିବା ସହିତ ଅନେକ ନଦୀବନ୍ଧ ମଧ୍ୟ ନିର୍ମାଣ କରିଥିଲେ। ତାଙ୍କ ଆଦେଶରେ ଚୋଳ ରାଜ୍ୟରେ ବହୁ ଦେବାଦେବୀ, ରାଜା ଓ ରାଣୀଙ୍କର ସୁନ୍ଦର ସୁନ୍ଦର ମୂର୍ତ୍ତିମାନ ନିର୍ମାଣ କରାଯାଇଥିଲା। ସେଗୁଡ଼ିକ ମଧ୍ୟରୁ ନୃତ୍ୟ ମୁଦ୍ରାରେ ଶିବ ବା ନଟରାଜଙ୍କ ମୂର୍ତ୍ତି ଅତ୍ୟନ୍ତ ମନୋରମ ଏବଂ ଆକର୍ଷଣୀୟ ଥିଲା। ଚୋଳ ମାନଙ୍କର ରାଜଧାନୀ ଥିଲା ତାଞ୍ଜାବୁର, ଯୋଉଟାକୁ ଏବେ କୁହାଯାଏ ତାଞ୍ଜୋର। ହେଲା, ତ ଏଠି ଆମେ ଦେଖୁଛେ ନଟରାଜ ମୂର୍ତ୍ତି, ଯୋଉଟା କି ସେଇ କାଳରୁ ଆଜି ପର୍ଯ୍ୟନ୍ତ ରହିଛି। ତ୍ରୟୋଦଶ ଶତାବ୍ଦୀର ଶେଷ ଭାଗକୁ ରାଜେନ୍ଦ୍ର ଚୋଳଙ୍କର ଉତ୍ତରାଧିକାରୀ ମାନେ ଅତ୍ୟନ୍ତ ଦୁର୍ବଳ ହୋଇଥିଲେ। ଏହା ଫଳରେ ମୁସଲମାନ ମାନଙ୍କ ଆକ୍ରମଣ ଦ୍ୱାରା ଚୋଳ ରାଜ୍ୟର ପତନ ଘଟିଥିଲା। ହେଲା, ତାପରେ ଆସିଲା ଚୋଳ ମାନଙ୍କ ଦ୍ୱାରା ନିର୍ମିତ ମନ୍ଦିର ଗୁଡିକ ଥିଲା ଜନବସତିର କେନ୍ଦ୍ରବିନ୍ଦୁ। ଯୋଉ ମନ୍ଦିର ଗୁଡିକ ତିଆରି ହେଇଥିଲା ସେଠି ଲୋକମାନେ ଯାଇକି ରହୁଥିଲେ। ସେଇ ମନ୍ଦିର ଗୁଡିକର ଚାରି ପାଖରେ ଜନବସତି ଗଢି ଉଠିଥିଲା। ମନ୍ଦିର ଗୁଡିକ ଅଧୀନରେ ବହୁ ଜମି ରହିଥିଲା। ମନ୍ଦିରର ପୂଜକ, ମାଳାକାର, ପାଚକ, ବାଦ୍ୟବାଦକ, ନୃତ୍ୟ ପରିବେଷଣକାରୀ ମାନେ ମନ୍ଦିର ପାଖ ବସତିରେ ଅବସ୍ଥାନ କରୁଥିଲେ। ସମୟକ୍ରମେ ଚୋଳ ମାନଙ୍କ ଦ୍ୱାରା ନିର୍ମିତ ମନ୍ଦିର ଗୁଡିକ ସାମାଜିକ, ଅର୍ଥନୈତିକ ଏବଂ ସାଂସ୍କୃତିକ ଜୀବନର କେନ୍ଦ୍ରବିନ୍ଦୁ ରୂପେ ପରିଗଣିତ ହୋଇଥିଲା। ଚୋଳ ମାନେ କୃଷି ଏବଂ ଜଳସେଚନ ଉପରେ ଗୁରୁତ୍ୱ ଦେଉଥିଲେ। କାବେରୀ ନଦୀରୁ କେନାଲ ମାଧ୍ୟମରେ ଜଳସେଚନର ବ୍ୟବସ୍ଥା କରାଯାଉଥିଲା। ହ୍ରଦ ଏବଂ ପୁଷ୍କରିଣୀ ଖନନ କରି ଏହା ମାଧ୍ୟମରେ ଜଳସେଚନ ବ୍ୟବସ୍ଥା କରାଯାଉଥିଲା। ଉନ୍ନତ କୃଷି ଫଳରେ ଚୋଳ ମାନଙ୍କର ରାଜ୍ୟ ଶସ୍ୟ ଶ୍ୟାମଳ ହୋଇ ପାରିଥିଲା। ତ ଯେତେବେଳେ ଚୋଳ ମାନେ ଥିଲେ ସେମାନେ କଣ କଲେ, ସେମାନେ କିଛିଟା ଡେଭଲପମେଣ୍ଟ କାମ କଲେ, ସେମାନେ କେନାଲ ଖୋଳିଲେ, ସେମାନେ ନଦୀବନ୍ଧ ପ୍ରତିଷ୍ଠା କଲେ, ମନ୍ଦିର ତିଆରି କଲେ, ସାଂସ୍କୃତିକ ଜିନିଷ କଲେ। ତା ସହିତ ମନ୍ଦିରରେ ଗୁଡିକ ଯେହେତୁ ସେଟା ଜନବସତି ଅଞ୍ଚଳ ହେଇଗଲା, ତା ଆଖପାଖରେ ଲୋକ ରହିବାକୁ ଆରମ୍ଭ କଲେ। ତ ଏଇ ସବୁ ଚୋଳ ମାନେ କରିଥିଲେ। କିନ୍ତୁ ଯେତେବେଳେ ରାଜେନ୍ଦ୍ର ଚୋଳଙ୍କର ଦେହାନ୍ତ ହେଲା, ତାଙ୍କ ଶେଷ ଟାଇମ ଆସିଲା ଯେତେବେଳେ, ତାପରେ ପରେ ତାଙ୍କ ଉତ୍ତରାଧିକାରୀ ମାନେ କଣ ଥିଲେ, ସେମାନେ ଦୁର୍ବଳ ହେଇଗଲେ। ତ ତାପରେ ମୁସଲମାନ ଆକ୍ରମଣ କରି ଚୋଳ ସାମ୍ରାଜ୍ୟର ତାପରେ ପତନ ଘଟିଥିଲା। ଏକ ଉପଦେଶ ଦେବା ପାଇଁ ଏକ ମନ୍ତ୍ରିମଣ୍ଡଳ ଗଠିତ ହୋଇଥିଲା। ଯଦି ଆମେ ଚୋଳ ସାମ୍ରାଜ୍ୟ କଥା ଦେଖିବା, ତ ତାର କେମିତି କାର୍ଯ୍ୟ ହଉଥିଲା ସେଇଟା ଏଠି କୁହାଯାଇଛି କି ଚୋଳ ମାନଙ୍କର ଉତ୍କୃଷ୍ଟ ଯିଏ ଶାସନର ଥିଲେ, ସେ ଥିଲେ ତାଙ୍କ ଏକ ଉତ୍କୃଷ୍ଟ ଶାସନର ପ୍ରବର୍ତ୍ତକ ଥିଲେ। ରାଜା ଥିଲେ ସେହି ଶାସନର କେନ୍ଦ୍ର, ଯିଏ ମୁଖ୍ୟ ଥିଲେ। ତାଙ୍କର ଗୋଟେ ମନ୍ତ୍ରିମଣ୍ଡଳ ଥିଲା। ସେଠି ଯୁଦ୍ଧ, ରାଜସ୍ୱ ଆଦାୟ, ନ୍ୟାୟ ପ୍ରଦାନ ଆଦି କେନ୍ଦ୍ରୀୟ ଶାସନର ପରିସରଭୁକ୍ତ ଥିଲା। କୃଷକ ମାନଙ୍କୁ ନେଇ ଗଢି ଉଠିଥିବା ଗ୍ରାମକୁ ଉର କୁହାଯାଉଥିଲା। କେତେ ଗୁଡିଏ ଉରକୁ ନେଇ ଏକ ଗ୍ରାମ ପରିଷଦ ଗଠିତ ହୋଇଥିଲା, ଯାହାର ନାମ ଥିଲା ନାଡୁ। ବେଲାଳ ଜାତିର ଧନୀ କୃଷକ ମାନେ ନାଡୁର ଶାସନକୁ ନିୟନ୍ତ୍ରଣ କରୁଥିଲେ। ତ ଏଇଠି ମନେ ରଖିବା କି ଗ୍ରାମକୁ କହୁଥିଲେ କଣ ନା, ଗ୍ରାମକୁ କହୁଥିଲେ ଉର। ତ ଯେତେବେଳେ ଗୁଡାଏ ଉର ମିଶି ଯାଉଥିଲା, ସେ ଯୋଉ ଗ୍ରାମ ପରିଷଦ ଗଠିତ ହଉଥିଲା ତାକୁ କୁହାଯାଉଥିଲା ନାଡୁ। ଆଉ ବେଲାଳ ଜାତିର ଧନୀ କୃଷକ ମାନେ ନାଡୁର ଶାସନକୁ ନିୟନ୍ତ୍ରଣ କରୁଥିଲେ। ଚୋଲ ରାଜା ମାନେ ବ୍ରାହ୍ମଣ ମାନଙ୍କୁ ଜମିଦାନ କରୁଥିଲେ। ବ୍ରାହ୍ମଣ ମାନେ ବାସ କରୁଥିବା ଗ୍ରାମ ଗୁଡିକୁ ବ୍ରହ୍ମାଦେୟ କୁହାଯାଉଥିଲା। ପ୍ରତ୍ୟେକ ବ୍ରହ୍ମାଦେୟର ଶାସନ ବ୍ରାହ୍ମଣ ମାନଙ୍କୁ ନେଇ ଗଠିତ ସଭା ଦ୍ୱାରା ପରିଚାଳିତ ହଉଥିଲା। ସଭା ବିଭିନ୍ନ କମିଟି ବା ଭ୍ୟାରିୟମ ସଦସ୍ୟ ମାନଙ୍କୁ ନିର୍ବାଚନ କରି ସେମାନଙ୍କର ସାହାଯ୍ୟରେ ଗ୍ରାମରେ ବଗିଚା, ପୋଖରୀ, ଜଳସେଚନ, ମନ୍ଦିର ଆଦିର ଉନ୍ନତିମୂଳକ କାର୍ଯ୍ୟମାନ ତଦାରଖ କରୁଥିଲେ। ଚୋଳ ମାନଙ୍କର ଏହି ଗ୍ରାମ ଶାସନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ତ ତା ମାନେ ହେଲା ଗାଁର ଉନ୍ନତି କରିବା, କୃଷକଙ୍କର ଉନ୍ନତି କରିବା ଚୋଳ ମାନଙ୍କର ପ୍ରାଧାନ୍ୟ କାର୍ଯ୍ୟ ଥିଲା। ଭ୍ୟାରିୟମ କହିଲେ କଣ ଲେଖା ହେଇଛି ତୁମେ ଜାଣିଛ କି? ଭ୍ୟାରିୟମ ର ସଦସ୍ୟ ମାନଙ୍କୁ ନିର୍ବାଚିତ କରିବା ପାଇଁ ଏକ ଲଟରୀ ବ୍ୟବସ୍ଥା ପ୍ରଚଳିତ ଥିଲା। ଗୋଟିଏ ପାତ୍ରରେ ବିଭିନ୍ନ ବ୍ୟକ୍ତି ମାନଙ୍କର ନାମ ତାଳପତ୍ର ଲେଖିକି ରଖାଯାଉଥିଲା। ଜଣେ ବାଳକକୁ ଡାକି ସେଥିରୁ ଗୋଟିଏ ପତ୍ର ଉଠାଇବାକୁ କୁହାଯାଉଥିଲା। ଉଠାଇ ଯାଇଥିବା ତାଳପତ୍ରରେ ଯେଉଁ ବ୍ୟକ୍ତିର ନାମ ଲେଖା ଯାଇଥିଲା ସେ ନିର୍ବାଚିତ ହେଉଥିଲା। ତାକୁ ହିଁ କୁହାଯାଉଥିଲା ଭ୍ୟାରିୟମ। ତ ଚୋଳ ବଂଶ ପରେ ଆସିଲା କଣ ନା, ପାଣ୍ଡ୍ୟ ବଂଶ। ମଧ୍ୟଯୁଗରେ ପାଣ୍ଡ୍ୟ ବଂଶ ଦକ୍ଷିଣ ଭାରତରେ ପ୍ରାଧାନ୍ୟ ଲାଭ କରିଥିଲା। ପାଣ୍ଡ୍ୟ ରାଜା ମାନଙ୍କ ମଧ୍ୟରେ ପ୍ରଥମ
जटावर्मन सुंदर पांड्य जी की 1251 ख्रीष्टाब्दରୁ 1268 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଥିଲେ ଶକ୍ତିଶାଳୀ ଶାସକ। ସେ ଚେର, ହୟସାଳ, ଚୋଳ, କାଡର ଏବଂ ସିଂହଳୀ ମାନଙ୍କୁ ପରାଜିତ କରିଥିଲେ। ସେ ମହାରାଜାଧିରାଜ ଶ୍ରୀ ପରମେଶ୍ୱର ଉପାଧିରେ ଭୂଷିତ ହୋଇଥିଲେ। ତାଙ୍କ ପରେ ମାରବର୍ମନ କୁଳଶେଖର ପାଣ୍ଡ୍ୟ ଯିଏକି 1268 ଖ୍ରୀଷ୍ଟାବ୍ଦରୁ 1310 ଖ୍ରୀଷ୍ଟାବ୍ଦ ମଧ୍ୟରେ ଶାସନ କରିଥିଲେ। ସେ ତୃତୀୟ ରାଜେନ୍ଦ୍ର ଚୋଳଙ୍କ ଏବଂ ରାମନାଥ ହାୟସାଳଙ୍କୁ ପରାଜିତ କରି ସେମାନଙ୍କ ରାଜ୍ୟ ଅଧିକାର କରିଥିଲେ। ତାଙ୍କ ସମୟରେ ପରିବ୍ରାଜକ ମାର୍କୋପୋଲୋ ଭାରତ ଭ୍ରମଣରେ ଆସିଥିଲେ। କୁଳଶେଖରଙ୍କ ପରେ ତାଙ୍କ ଉତ୍ତରାଧିକାରୀମାନେ ଦୁର୍ବଳ ହୋଇପଡ଼ିଥିଲେ। ମୁସଲମାନମାନଙ୍କ ଆକ୍ରମଣ ଫଳରେ ଚତୁର୍ଦ୍ଦଶ ଶତାବ୍ଦୀର ପ୍ରଥମ ଭାଗରେ ପାଣ୍ଡ୍ୟମାନଙ୍କର ପତନ ଘଟିଥିଲା। ତେଣୁ ପତନର ମୁଖ୍ୟ କାରଣ ଥିଲା ମୁସଲମାନମାନଙ୍କର ଆକ୍ରମଣ। ଏଇଠି ଆମେ ଦେଖିବା କି ଏଇଠି ଦେଇଛି ମାନଚିତ୍ରରେ କି ପାଣ୍ଡ୍ୟ ରାଜବଂଶ କୋଉଠି ଥିଲା। ତ ଆମେ ଦେଖିବା ଏଇଠି ସେ ଦେଇଛି, ଏଇଟା ହଉଛି ତାଞ୍ଜୋର, ଏଇଠି ଅଛି ପାଣ୍ଡ୍ୟ ରାଜ୍ୟ ଦକ୍ଷିଣ ଭାରତରେ। ପାଣ୍ଡ୍ୟ ରାଜ୍ୟର ରାଜଧାନୀ ଥିଲା ମଦୁରା। ବର୍ତ୍ତମାନ ତାମିଲନାଡୁର ମଦୁରାଇ ସହର, ଯୋଉଟାକୁ କୁହାଯାଉଥିଲା ସେତେବେଳେ ମଦୁରା। କୟଲ ଥିଲା ତାଙ୍କ ରାଜ୍ୟର ମଦୁରା, ଯୋଉଟା କି ବର୍ତ୍ତମାନ ହଉଛି ମଦୁରାଇ, ଯୋଉଟା ଥିଲା ପାଣ୍ଡ୍ୟ ମାନଙ୍କର। କୟଲ ରାଜ୍ୟର ସବୁଠାରୁ ବୃହତ୍ତମ ବନ୍ଦର ଥିଲା। ଆରବ ସାଗର ଏବଂ ଚୀନରୁ ବହୁଳ ଜାହାଜ ଏଠାକୁ ଆସୁଥିଲା। ଏହା ଦ୍ୱାରା ବହୁ ବୈଦେଶିକ ଶକ୍ତି ସହିତ ପାଣ୍ଡ୍ୟ ରାଜ୍ୟର ବାଣିଜ୍ୟିକ ସମ୍ପର୍କ ରହିଥିଲା। ପାଣ୍ଡ୍ୟ ରାଜ୍ୟର ଲୋକମାନେ ପ୍ରାୟ ହିନ୍ଦୁ ଧର୍ମ ଗ୍ରହଣ କରିଥିଲେ। ସେହି ରାଜ୍ୟରେ ଜୈନମାନଙ୍କର ସଂଖ୍ୟା ଖୁବ୍ କମ୍ ଥିଲା। ବୌଦ୍ଧ ଧର୍ମର ସତ୍ତା ପାଣ୍ଡ୍ୟ ରାଜ୍ୟରେ ନଥିଲା। ନୌବାଣିଜ୍ୟ ତଥା ବୀରତ୍ୱ ପାଇଁ ପାଣ୍ଡ୍ୟମାନେ ସ୍ମରଣୀୟ ହୋଇପାରିଛନ୍ତି। ତେଣୁ ଯେହେତୁ ବାଣିଜ୍ୟ କାରବାର ହଉଥିଲା ଆଉ ବିରାଟ ବନ୍ଦର ଥିଲା, ସେଥିପାଇଁ ସେମାନଙ୍କୁ କୁହାଯାଏ କି ପାଣ୍ଡ୍ୟମାନଙ୍କ ରାଜ୍ୟରେ ନୌବାଣିଜ୍ୟ ବହୁତ ଭଲ ଭାବରେ ପ୍ରଚଳିତ ହଉଥିଲା। ଚୋଲ ବିଷୟରେ ପଢିଲେ, ପାଣ୍ଡ୍ୟ ବିଷୟରେ ପଢିଲେ, ଏବେ ଆମେ ହୟସାଳ ବଂଶ ବିଷୟରେ ଜାଣିବା। ହୟସାଳ ବଂଶ ଆଧୁନିକ ମୈଶୂର ଠାରେ ରାଜ୍ୟ ଶାସନ କରୁଥିଲା। ଏହି ବଂଶର ରାଜାମାନଙ୍କ ମଧ୍ୟରେ ବିଟିକ ବା ବିଷ୍ଣୁବର୍ଦ୍ଧନ ଥିଲେ ଅନ୍ୟତମ। ସେ ଦ୍ୱାର ସମୁଦ୍ର ଠାରେ ରାଜଧାନୀ ସ୍ଥାପନ କରିଥିଲେ। ସେ ବୈଷ୍ଣବ ଧର୍ମାବଲମ୍ବୀ ଥିଲେ। ଦ୍ୱିତୀୟ ବୀରବଲ୍ଲାଳ ଏହି ବଂଶର ଅନ୍ୟତମ ନରପତି ଥିଲେ। ସେ ଚାଲୁକ୍ୟ ଏବଂ ଯାଦବମାନଙ୍କ ସହିତ ଯୁଦ୍ଧ କରି ନିଜ ରାଜ୍ୟକୁ ରକ୍ଷା କରିବା ପାଇଁ ସମର୍ଥ ହୋଇଥିଲେ। ତୃତୀୟ ବୀରବଲ୍ଲାଳ ଥିଲେ ଏହି ବଂଶର ଶେଷ ରାଜା। ହୟସାଳର ଶେଷ ରାଜା ଥିଲେ ତୃତୀୟ ବୀରବଲ୍ଲାଳ। ଚତୁର୍ଦ୍ଦଶ ଶତାବ୍ଦୀର ମଧ୍ୟ ଭାଗରେ ମୁସଲମାନମାନଙ୍କ ଆକ୍ରମଣ ଫଳରେ ହୟସାଳ ବଂଶର ପତନ ଘଟିଥିଲା। ଚୋଲ ବଂଶର ପତନ ଘଟିଲା, ତା ସହିତ ପାଣ୍ଡ୍ୟ ବଂଶର ପତନ ଘଟିଲା ଏବଂ ତାପରେ ହୟସାଳ ବଂଶର ମଧ୍ୟ ପତନ ଘଟିଲା। ତାପରେ ଆସିଲେ କିଏ ନା, ହୟସାଳ ବଂଶ ପରେ ଆସିଥିଲେ ଯାଦବ ବଂଶ। ଯାଦବ ବଂଶରେ କଲ୍ୟାଣୀ ମାନେ ରାଜୁତି କରୁଥିବା ଚାଲୁକ୍ୟମାନଙ୍କ ପତନ ପରେ ଦକ୍ଷିଣ ଭାରତରେ ଯାଦବ ବଂଶର ଶାସନ ଆରମ୍ଭ ହୋଇଥିଲା। ଯାଦବ ମାନଙ୍କ ରାଜଧାନୀ ଥିଲା ଦେବଗିରି, ଯୋଉଟା ମହାରାଷ୍ଟ୍ରର ଦୌଲତାବାଦ ସହର ବର୍ତ୍ତମାନର। ବିଲ୍ଲିମା ଏହି ବଂଶର ଜଣେ ପ୍ରସିଦ୍ଧ ନରପତି ଥିଲେ। ତାଙ୍କର ପୁତ୍ର ଜୈତୁଗୀ ବା ଜୈତ୍ରପାଳ କାକତୀୟ ମାନଙ୍କୁ ଯୁଦ୍ଧରେ ପରାଜିତ କରିଥିଲେ। ତ ଏଟା ଅଣ୍ଡରଲାଇନ୍ କରିଦେବା। କଲ୍ୟାଣୀରେ ରାଜୁତି କରୁଥିବା ଚାଲୁକ୍ୟ ମାନଙ୍କର ପତନ ପରେ ଦକ୍ଷିଣ ଭାରତରେ ଯାଦବ ବଂଶ ଆରମ୍ଭ ହୋଇଥିଲା। ତାଙ୍କ ରାଜଧାନୀ ଥିଲା କୋଉଟା ନା ଦେବଗିରି। ବିଲ୍ଲିମା ଏହି ବଂଶର ଜଣେ ପ୍ରସିଦ୍ଧ ନରପତି ଥିଲେ। ତାଙ୍କ ନାଁ ଥିଲା କଣ ନା ବିଲ୍ଲିମା। ତାଙ୍କର ପୁତ୍ର କିଏ ଥିଲେ ନା ଜୈତୁଗୀ ଥିଲେ ବା ଜୈତ୍ରପାଳ ଥିଲେ। ସେ କାକତୀୟ ମାନଙ୍କୁ ଯୁଦ୍ଧରେ ପରାଜିତ କରିଥିଲେ। ଜୈତ୍ରପାଳଙ୍କ ପରେ ହିଂସତା ଯାଦବ ବଂଶର ରାଜା ହୋଇଥିଲେ। ଯୁଦ୍ଧ ଏବଂ ରାଜ୍ୟ ଜୟ ମାଧ୍ୟମରେ ସେ ଯାଦବ ରାଜ୍ୟକୁ ବିସ୍ତାର କରିଥିଲେ। ରାମଚନ୍ଦ୍ର ଦେବ ଥିଲେ ଏହି ବଂଶର ଜଣେ ଶକ୍ତିଶାଳୀ ରାଜା। ତାଙ୍କ ସମୟରେ ଦିଲ୍ଲୀର ସୁଲତାନ ଆଲାଉଦ୍ଦିନ ଖିଲଜୀ ଦେବଗିରି ଆକ୍ରମଣ କରି ବହୁ ଧନରତ୍ନ ଲୁଣ୍ଠନ କରି ନେଇ ଯାଇଥିଲେ। ରାମଚନ୍ଦ୍ର ଦେବଙ୍କ ପରେ ଶଙ୍କର ଦେବ ଏବଂ ହରପାଳ ଦେବ ଶାସନ କରିଥିଲେ। ଚତୁର୍ଦ୍ଦଶ ଶତାବ୍ଦୀର ପ୍ରଥମ ଭାଗରେ ମୁସଲମାନମାନଙ୍କ ଆକ୍ରମଣ ଫଳରେ ଯାଦବ ବଂଶର ମଧ୍ୟ ପତନ ଘଟିଥିଲା। ଓଡ଼ିଶାରେ ସୋମବଂଶୀ ଶାସନ ରାଜନୈତିକ ଏବଂ ସାଂସ୍କୃତିକ କୃତିତ୍ୱ। ଯେତେବେଳେ ଆମେ ବାକି ଦୀର୍ଘ 200 ବର୍ଷର ସୋମବଂଶୀ ଶାସନ ଓଡ଼ିଶାର ରାଜନୈତିକ ଏବଂ ସାଂସ୍କୃତିକ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଥିଲା।
ଏହା ରାଜନୈତିକ ସ୍ଥିରତା ଆଣିବା ସହିତ ଓଡ଼ିଶାର କଳା ସ୍ଥାପତ୍ୟକୁ ସମୃଦ୍ଧ କରିଥିଲା। ରାଜନୈତିକ କୃତିତ୍ୱ ସବୁ କଣ ଥିଲା? ସୋମବଂଶୀ ମାନେ ଥିଲେ ଚନ୍ଦ୍ରବଂଶୀୟ କ୍ଷତ୍ରିୟ। ସୋମବଂଶ ମଧ୍ୟରେ କେଶରୀ ବଂଶ ନାମରେ ପ୍ରସିଦ୍ଧ। ଏହି ବଂଶର ଶାସକ ପ୍ରଥମ ଜନ୍ମେଜୟଙ୍କ ପୂର୍ବରୁ କିଛି ରାଜା ଶାସନ କରିଥିଲେ ମଧ୍ୟ ସେମାନଙ୍କ କୃତିତ୍ୱ ଉଲ୍ଲେଖନୀୟ ନଥିଲା। 882 ଖ୍ରୀଷ୍ଟାବ୍ଦରେ ଜନ୍ମେଜୟ ସିଂହାସନ ଆରୋହଣ କରିଥିଲେ। ସେ ଭଞ୍ଜ ବଂଶର ରାଜା ରଣଭଞ୍ଜ ଦେବଙ୍କୁ ପରାସ୍ତ କରିଥିଲେ। କଳଚୁରୀମାନେ ମଧ୍ୟ ତାଙ୍କଠାରୁ ପରାଜିତ ହୋଇଥିଲେ। ସେ ନିଜକୁ ପରମେଶ୍ୱର ବା ପରମ ଭଟ୍ଟାକର ଏବଂ ତ୍ରିକଳିଙ୍ଗାଧିପତି ଭାବରେ ନିଜକୁ ଉପାଧିରେ ଭୂଷିତ କରିଥିଲେ। ତାଙ୍କ ରାଜ୍ୟର ରାଜଧାନୀ ଥିଲା ସୁବର୍ଣ୍ଣପୁର, ଯୋଉଟାକି ବର୍ତ୍ତମାନ ସୋନପୁର। ଜନ୍ମେଜୟଙ୍କ ପରେ ପ୍ରଥମ ଯଯାତି 922 ଖ୍ରୀଷ୍ଟାବ୍ଦରେ ସିଂହାସନ ଆରୋହଣ କରିଥିଲେ। ସେ ପ୍ରଥମେ ସୁବର୍ଣ୍ଣପୁରରୁ ବିନତିପୁର ଏବଂ ଏହାପରେ ଯଯାତି ନଗରକୁ ନିଜର ରାଜଧାନୀ ସ୍ଥାନାନ୍ତରିତ କରିଥିଲେ। ପ୍ରଥମେ ଥିଲା କଣ ନା ଜନ୍ମେଜୟ କରିଥିଲେ ସୁବର୍ଣ୍ଣପୁର, ସୁବର୍ଣ୍ଣପୁରରୁ ହେଲା ବିନିତପୁର, ତାପରେ ହେଲା କଣ ନା ଯଯାତି ନଗର। ସେ ମଧ୍ୟ କଳଚୁରୀ ମାନଙ୍କୁ ପରାଜିତ କରିଥିଲେ। ସେ ଭଞ୍ଜ ମାନଙ୍କୁ ପରାଜିତ କରିବା ସହିତ ଉତ୍କଳରେ ରାଜୁତି କରୁଥିବା ଭୌମକର ମାନଙ୍କୁ ରାଜ୍ୟର କିଛି ଅଂଶ ଅଧିକାର କରିଥିଲେ। ପ୍ରଥମ ଯଯାତିଙ୍କ ପରେ ଭୀମରଥ, ଧର୍ମରଥ ଏବଂ ନହୁଷ ଶାସନ କରିଥିଲେ। ଏହାପରେ ଦ୍ୱିତୀୟ ଯଯାତି 1023 ଖ୍ରୀଷ୍ଟାବ୍ଦରେ ସିଂହାସନ ଆରୋହଣ କରିଥିଲେ। ସେ ଭୌମକର ମାନଙ୍କୁ ପରାସ୍ତ କରି ଉତ୍କଳ ଅଧିକାର କରିଥିଲେ। ସେ ନିଜକୁ ମହାରାଜାଧିରାଜ ଉପାଧିରେ ଭୂଷିତ କରିଥିଲେ। ସେ ଥିଲେ ବ୍ରାହ୍ମଣ ଧର୍ମର ପୃଷ୍ଠପୋଷକ। ଜନଶ୍ରୁତି ଅନୁସାରେ ସେ କନୌଜରୁ ଯାଜପୁରକୁ 10,000 ବ୍ରାହ୍ମଣଙ୍କୁ ନିମନ୍ତ୍ରଣ କରି ଆଣିଥିଲେ। ତାଙ୍କ ପରେ ଉଦ୍ୟୋତ କେଶରୀ, ଦ୍ୱିତୀୟ ଜନ୍ମେଜୟ, ପୁରଞ୍ଜୟ ଆଦି ରାଜାମାନେ ଶାସନ କରିଥିଲେ। ସୋମବଂଶର ଶେଷ ରାଜା କର୍ଣ୍ଣଦେବ ବା କର୍ଣ୍ଣକେଶରୀଙ୍କୁ ପରାସ୍ତ କରି 1110 ଖ୍ରୀଷ୍ଟାବ୍ଦରେ ଗଙ୍ଗବଂଶର ରାଜା ଚୋଡଗଙ୍ଗଦେବ ଉତ୍କଳ ଅଧିକାର କରିଥିଲେ। ତ ଆମେ ଏଠି କଣ ପଢୁଛନ୍ତି? ଆମେ ଏଠି ଜାଣୁଛନ୍ତି କି କେଉଁଭଳି ଭାବରେ ଜଣକ ପରେ ଜଣେ ରାଜା ଆସିଲେ, ସିଏ କେବଳ ରାଜ୍ୟ ଅଧିକାର କଲେ, ତାପରେ ତାଙ୍କ ନିଜକୁ ସେମାନେ ବିଭିନ୍ନ ଉପାଧିରେ ଭୂଷିତ କଲେ। ଭୂଷିତ କରିବା ସହିତ ସେମାନେ କିଛିଟା କାର୍ଯ୍ୟ ମଧ୍ୟ କରିଛନ୍ତି। ସାଂସ୍କୃତିକ କୃତିତ୍ୱ। ସୋମବଂଶୀ ମାନଙ୍କର ମନ୍ଦିର ନିର୍ମାଣ ଶୈଳୀ ଅତି ସୁନ୍ଦର। ମୁକ୍ତେଶ୍ୱର ମନ୍ଦିର, ରାଜାରାଣୀ ମନ୍ଦିର ଏବଂ ଚଣ୍ଡିଖୋଲ ମହାବିନାୟକ ମନ୍ଦିର ଆଦି ସୋମବଂଶୀ ମାନଙ୍କର ପ୍ରମୁଖ କୀର୍ତ୍ତି। ମୁଁ ଯେମିତି କହିଲି କି ରାଜାମାନେ ଆସିଲେ, ବିଭିନ୍ନ ପ୍ରକାର ରାଜା ଆସିଲେ, ଜଣେ ଜଣକୁ ପରାସ୍ତ କଲା ପରେ ଆଉ ଜଣେ ରାଜା ଆସିଲେ, ତ ସମସ୍ତେ ନିଜ ନିଜର କିଛି ସମୟ କାଟିଲେ, ସେମାନେ ତାଙ୍କ ରାଜ୍ୟ ଜୟ ବି କରୁଥିଲେ, ତା ସହିତ କିଛି ସାମାଜିକ କାର୍ଯ୍ୟ ବି ମଧ୍ୟ କରିଛନ୍ତି। ଯେଉଁଭଳି ଭାବରେ ଆମେ ଏଠି ଯଦି ସାଂସ୍କୃତିକ ଦୃଷ୍ଟିକୋଣରେ ଦେଖିବା, ସେମାନେ ଲିଙ୍ଗରାଜ ମନ୍ଦିର, ମୁକ୍ତେଶ୍ୱର ମନ୍ଦିର, ରାଜାରାଣୀ ମନ୍ଦିର, ଚଣ୍ଡିଖୋଲ ମହାବିନାୟକ ମନ୍ଦିର ଆଦି ସୋମବଂଶୀ ମାନେ ଆରମ୍ଭ କରିଥିଲେ ବା ତିଆରି କରିଥିଲେ। ମନ୍ଦିର ଗୁଡ଼ିକର ସ୍ଥାପତ୍ୟ ଏବେ ମଧ୍ୟ ପର୍ଯ୍ୟଟକ ମାନଙ୍କୁ ମୁଗ୍ଧ କରିଥାଏ। ସେ ସମୟରେ ନିର୍ମିତ ମନ୍ଦିର ଗୁଡ଼ିକ ମଧ୍ୟରୁ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ପ୍ରସିଦ୍ଧ। ଦ୍ୱିତୀୟ ଯଯାତିଙ୍କ ସମୟରେ ଏହି ମନ୍ଦିର ନିର୍ମିତ ହୋଇଥିଲା। ଦେଉଳର ଉଚ୍ଚତା ପ୍ରାୟ 55 ମିଟର। ଦେଉଳ କହିଲେ ମନ୍ଦିର। ଦେଉଳ, ଜଗମୋହନ, ନାଟ ମନ୍ଦିର, ଭୋଗମଣ୍ଡପର ସମଷ୍ଟିରେ ଏହି ମନ୍ଦିର ଗଠିତ। ଯେତେବେଳେ ସେ କାଳରେ ମନ୍ଦିର ଯେତେବେଳେ ତିଆରି ହଉଥିଲା, ସେତେବେଳେ ନାଟ ମନ୍ଦିର ଥିଲା, ତା ସହିତ ଭୋଗ ମଣ୍ଡପ ଥାଏ ଯୋଉଠାରେ କି ଭୋଗ ହୁଏ। ତ ଏଇ ସବୁକୁ ନେଇକି ମନ୍ଦିରଟେ ତିଆରି ହଉଥିଲା। ସେଇ ସମୟରେ ଥିବା ମନ୍ଦିର ଏତେ ଆକର୍ଷଣୀୟ ଥିଲା କି ଆଜି ମଧ୍ୟ ଲୋକ ତାକୁ ଦେଖିବାକୁ ଯାଆନ୍ତି। ତ ଏଠି ଅଣ୍ଡରଲାଇନ କରିଦବା କି ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର, ମୁକ୍ତେଶ୍ୱର ମନ୍ଦିର, ରାଜାରାଣୀ ମନ୍ଦିର, ଚଣ୍ଡିଖୋଲ ମହାବିନାୟକ ମନ୍ଦିର ଉଚ୍ଚତା ହଉଛି, ଦେଉଳର ଉଚ୍ଚତା ହଉଛି 55 ମିଟର। ତା ସହିତ ଥାଏ କଣ, ଜଗମୋହନ, ନାଟ ମନ୍ଦିର, ଭୋଗ ମଣ୍ଡପ। ଏହି ବିରାଟ ମନ୍ଦିର ଚାରି ପାଖରେ ଅନେକ ଗୁଡିଏ ଛୋଟ ଛୋଟ ମନ୍ଦିର ରହିଅଛି। ଲିଙ୍ଗରାଜ ମନ୍ଦିର କଳିଙ୍ଗ ସ୍ଥାପତ୍ୟର ସର୍ବଶ୍ରେଷ୍ଠ ନିଦର୍ଶନ। ଓଡ଼ିଶାରେ ଗଙ୍ଗବଂଶର ଶାସନ। ଚୋଡଗଙ୍ଗଦେବ
ପ୍ରଥମ ନରସିଂହ ଦେବ ପୁରୀର ଜଗନ୍ନାଥ ମନ୍ଦିର ଏବଂ କୋଣାର୍କର ସୂର୍ଯ୍ୟ ମନ୍ଦିର। ସୋମବଂଶୀ ଶାସନର ଅବସାନ ପରେ କଣ ହେଇଥିଲା? ମଧ୍ୟଯୁଗୀୟ ଓଡ଼ିଶାରେ ଗଙ୍ଗବଂଶର ରାଜତ୍ୱ ଆରମ୍ଭ ହୋଇଥିଲା। ଦୀର୍ଘ 300 ବର୍ଷର ଗଙ୍ଗମାନଙ୍କର ଏହି ଶାସନ ମଧ୍ୟଯୁଗୀୟ ଓଡ଼ିଶାରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଥିଲା। ତ ଯୋଉ ଗଙ୍ଗମାନେ ଥିଲେ, ଗଙ୍ଗ ରାଜବଂଶର ଯୋଉ ରାଜାମାନେ ଥିଲେ, ସେମାନେ ଓଡ଼ିଶାର ଅନେକ ଉନ୍ନତି କରିଥିଲେ। ତ ଓଡ଼ିଶାର ପଡ଼ୋଶୀ ହିନ୍ଦୁ ରାଜ୍ୟ ଗୁଡ଼ିକ ଯେତେବେଳେ ମୁସଲମାନ ଆକ୍ରମଣର ଶିକାର ହେଉଥିଲା ବେଳେ ଓଡ଼ିଶା ଥିଲା ଏକ ବ୍ୟତିକ୍ରମ। ଗଙ୍ଗମାନଙ୍କର ବୀରତ୍ୱ ବଳରେ ଦୀର୍ଘ ଦିନ ଧରି ଓଡ଼ିଶା ଏକ ସ୍ୱାଧୀନ ହିନ୍ଦୁ ରାଷ୍ଟ୍ର ରୂପେ ତିଷ୍ଠି ରହି ପାରିଥିଲା। ଗଙ୍ଗମାନଙ୍କ ସ୍ଥାପତ୍ୟ ଶ୍ରେଷ୍ଠ ନିଦର୍ଶନ ରୂପେ ପୁରୀର ଜଗନ୍ନାଥ ମନ୍ଦିର ଏବଂ କୋଣାର୍କର ସୂର୍ଯ୍ୟ ମନ୍ଦିର ଏବେ ମଧ୍ୟ ଦଣ୍ଡାୟମାନ। ଚୋଡ଼ଗଙ୍ଗ ଦେବ। ଗଙ୍ଗମାନେ ପ୍ରଥମେ ଶ୍ରୀକାକୁଳମ ଜିଲ୍ଲାର ମୁଖଲିଙ୍ଗମ ଅଞ୍ଚଳରେ ଶାସନ କରୁଥିଲେ। ବଜ୍ରହସ୍ତ ଦେବ ଏବଂ ତାଙ୍କ ପରେ ରାଜରାଜ ଦେବଙ୍କ ପ୍ରଚେଷ୍ଟାରେ ଏହି ରାଜବଂଶ ପରାକ୍ରମଶାଳୀ ହୋଇଥିଲା। ବଂଶଧାରା ନଦୀ କୂଳରେ ଥିବା କଳିଙ୍ଗନଗର ଥିଲା ଗଙ୍ଗମାନଙ୍କର ରାଜଧାନୀ। ରାଜରାଜ ଦେବଙ୍କ ମୃତ୍ୟୁ ପରେ ଚୋଡ଼ଗଙ୍ଗ ଦେବ 1077 ଖ୍ରୀଷ୍ଟାବ୍ଦରେ ସିଂହାସନ ଆରୋହଣ କଲେ। ସେ ରାଜ୍ୟଜୟ ମାଧ୍ୟମରେ ଏକ ବିଶାଳ ଗଙ୍ଗ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ। ତାଙ୍କର ଦୀର୍ଘ 70 ବର୍ଷର ରାଜତ୍ୱ କାଳରେ ଓଡ଼ିଶା ଏକ ସମୃଦ୍ଧ ଏବଂ ଶକ୍ତିଶାଳୀ ରାଜ୍ୟରେ ପରିଣତ ହୋଇଥିଲା। ଗଙ୍ଗବଂଶ ରାଜତ୍ୱ ଅଧୁନା ଶ୍ରୀକାକୁଳମ ଜିଲ୍ଲାରେ ଆରମ୍ଭ ହୋଇଥିଲା ଓ କଳିଙ୍ଗନଗର ଚୋଡ଼ଗଙ୍ଗ ଦେବଙ୍କ ରାଜଧାନୀ ଥିଲା। ସାମ୍ରାଜ୍ୟ ବିସ୍ତାର। ଚୋଡ଼ଗଙ୍ଗ ଦେବ ଜଣେ ଦିଗ୍ବିଜୟୀ ସମ୍ରାଟ ରୂପେ ଖ୍ୟାତି ଅର୍ଜନ କରିଥିଲେ। ସେ ସୋମବଂଶୀ ମାନଙ୍କର ଶେଷ ରାଜା କର୍ଣ୍ଣଦେବଙ୍କୁ ପରାଜିତ କରିଥିଲେ। କରି 1110 ଖ୍ରୀଷ୍ଟାବ୍ଦରେ ଉତ୍କଳ ଅଧିକାର କରିଥିଲେ। ଏହାପରେ ସେ ବଙ୍ଗ ଆକ୍ରମଣ କରି ଆରମ୍ୟ ଆଉ ରାଢ଼ ଅଞ୍ଚଳକୁ ଅଧୀନକୁ ଆଣିଥିଲେ। ସେ ମଧ୍ୟ ଦକ୍ଷିଣ ଭାରତରେ ଥିବା ବେଙ୍ଗି ରାଜ୍ୟକୁ ତାଙ୍କ ସାମ୍ରାଜ୍ୟଭୁକ୍ତ କରିଥିଲେ। ଏହା ଫଳରେ ତାଙ୍କ ସାମ୍ରାଜ୍ୟ ଉତ୍ତରରେ ଗଙ୍ଗା ନଦୀ ଠାରୁ ଦକ୍ଷିଣରେ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତାର ଲାଭ କରିଥିଲା। ସେ ବାରଙ୍ଗ, କଟକ, ଚୌଦ୍ୱାର, ଯାଜପୁର, ଅମରାବତୀ ଠାରେ ଦୁର୍ଗ ନିର୍ମାଣ କରିଥିଲେ ବୋଲି କେତେକ ଐତିହାସିକ ବିଶ୍ୱାସ କରନ୍ତି। ଏକ ବିଶାଳ ସାମ୍ରାଜ୍ୟ ସୃଷ୍ଟି କରି ଚୋଡ଼ଗଙ୍ଗ ଦେବ ନିଜକୁ ମହାରାଜାଧିରାଜ, ତ୍ରିକଳିଙ୍ଗାଧିପତି, ଶ୍ରୀ ଗାଙ୍ଗଚୂଡ଼ାମଣି ଆଦି ଉପାଧିରେ ଭୂଷିତ ହୋଇଥିଲେ। ସେ 1147 ଖ୍ରୀଷ୍ଟାବ୍ଦରେ ପ୍ରାଣତ୍ୟାଗ କରିଥିଲେ। ଚୋଡ଼ଗଙ୍ଗ ଦେବ ଥିଲେ ଜଣେ ସୁଶାସକ। ସେ ଉତ୍ପନ୍ନ ଶସ୍ୟର 1/6 (1/6) କର ରୂପେ ଆଦାୟ କରୁଥିଲେ। ଏହା ବ୍ୟତୀତ ବାଣିଜ୍ୟ କର, ଲବଣ କର, ବନ୍ୟଜାତ ଦ୍ରବ୍ୟ ଉପରେ ଧାର୍ଯ୍ୟ କର ଆଦିରୁ ରାଜକୋଷକୁ ବହୁ ଅର୍ଥ ଆସୁଥିଲା। ସେ ସମସ୍ତ ଅର୍ଥ ଲୋକହିତକର ତଥା ଧର୍ମାଦି କାର୍ଯ୍ୟରେ ବିନିଯୋଗ କରୁଥିଲେ। କିମ୍ବଦନ୍ତୀ ଅନୁସାରେ ସେ ଭୁବନେଶ୍ୱର ନିକଟବର୍ତ୍ତୀ କୌଶଲ୍ୟା ଗଙ୍ଗ ଜଳାଶୟ ଖନନ କରିଥିଲେ। ତ ସିଏ କଣ କରୁଥିଲେ? ଯୋଉ ପଇସାଟା ଆସୁଥିଲା ସେ ପଇସାଟାକୁ ଲୋକ ହିତକର କାର୍ଯ୍ୟରେ ହିଁ ବ୍ୟବହାର କରୁଥିଲେ। ଚୋଡ଼ଗଙ୍ଗ ଦେବ ସାହିତ୍ୟର ପୃଷ୍ଠପୋଷକତା କରୁଥିଲେ। ତାଙ୍କ ସମୟରେ ସତାନାଦ ଭାସ୍ୱତୀ ନାମକ ଏକ ପୁସ୍ତକ ରଚନା କରିଥିଲେ ଯାହା ସ୍ୱର୍ଗୀୟ ପିଣ୍ଡଗୁଡ଼ିକର ସ୍ଥିତି ଏବଂ ଚଳନ ସମ୍ପର୍କରେ ସୂଚନା ପ୍ରଦାନ କରିଥାଏ। ଚୋଡ଼ଗଙ୍ଗ ଦେବ ଧର୍ମକ୍ଷେତ୍ରରେ ସହନଶୀଳତା ପ୍ରଦର୍ଶନ କରିଥିଲେ। ସେ ଶୈବ ଥିଲେ, ତାମାନେ ସେ ଶିବ ଭକ୍ତ ଥିଲେ ଏବଂ ପରବର୍ତ୍ତୀ ସମୟରେ ବୈଷ୍ଣବ ଧର୍ମ ଗ୍ରହଣ କରିଥିଲେ। ସେ ପୁରୀଠାରେ ବିଶ୍ୱବିଖ୍ୟାତ ଜଗନ୍ନାଥ ମନ୍ଦିର ନିର୍ମାଣ କରିଥିଲେ। ତାଙ୍କ ସମୟରେ ବୈଷ୍ଣବ ଧର୍ମର ବିଶିଷ୍ଟ ପ୍ରଚାରକ ରାମାନୁଜ ଓଡ଼ିଶାକୁ ଆସିଥିଲେ। ଚୋଡ଼ଗଙ୍ଗ ଦେବ ଯାଜପୁରଠାରେ ଗଙ୍ଗେଶ୍ୱର ଶୈବ ମନ୍ଦିର ଏବଂ ସୀମାଚଳମ୍ ଠାରେ ଏକ ବିଷ୍ଣୁ ମନ୍ଦିର ନିର୍ମାଣ କରିଥିଲେ। ତାଙ୍କର ରାଣୀ କସ୍ତୁରୀ କାମୋଦିନୀ ଟିକାଲିଠାରେ ଗୋଟିଏ ଜଗନ୍ନାଥ ମନ୍ଦିର ନିର୍ମାଣ କରିଥିଲେ। ପ୍ରଥମ ନରସିଂହ ଦେବ। ପ୍ରଥମ ନରସିଂହ ଦେବ ଥିଲେ ଗଙ୍ଗବଂଶର ଏକ ପ୍ରଖ୍ୟାତ ନରପତି। ସେ 1238 ଖ୍ରୀଷ୍ଟାବ୍ଦରେ ସିଂହାସନ ଆରୋହଣ କରିଥିଲେ। ତାଙ୍କ ସମୟରେ ଗଙ୍ଗ ସାମ୍ରାଜ୍ୟ ଉନ୍ନତିର ଚରମ ସୀମାରେ ଉପନୀତ ହୋଇଥିଲା। ଓଡ଼ିଶା ଇତିହାସରେ ସେ ମଧ୍ୟ ଲାଙ୍ଗୁଳା ନରସିଂହ ଦେବ ରୂପରେ ସୁପରିଚିତ। ରାଜଜୟ। ପ୍ରଥମ ନରସିଂହ ଦେବ ଜଣେ ଦିଗ୍ବିଜୟୀ ସମ୍ରାଟ ରୂପେ ପରିଚିତ ଥିଲେ। ସେ ବଙ୍ଗର ଶାସକ
ତୁଘାନ ଖାନକୁ ପରାଜିତ କରି ବଙ୍ଗଳାର ବର୍ତ୍ତମାନ ହୁଗୁଳି ଏବଂ ମେଦିନାପୁର ଆଦି ଅଞ୍ଚଳ ଓଡ଼ିଶା ସାମ୍ରାଜ୍ୟରେ ମିଶାଇଥିଲେ। ସେ ତେଲେଙ୍ଗାନାର ରାଜା ଗଣପତିଙ୍କୁ ପରାସ୍ତ କରିଥିଲେ। ତାଙ୍କ ସମୟରେ ଗଙ୍ଗ ସାମ୍ରାଜ୍ୟର ଉନ୍ନତି ଚରମ ଶିଖରରେ ଉପନୀତ ହୋଇଥିଲା। ତାପରେ କଣ ହେଲା ଆମେ ନେକ୍ସଟ ପାର୍ଟରେ ପଢିବା। ଏଟାକୁ ଶୁଣିବ ଭଲରେ, ବୁଝିବ। ଯଦି କିଛି କ୍ୱେଶ୍ଚିନ୍ ରହିବ, କୋଉ ଜାଗା ଡାଉଟ୍ ଆସିବ, କୋଉଠି ବୁଝି ହେଲାନି, ମତେ କମେଣ୍ଟରେ ଲେଖିଦବ, ତାକୁ କ୍ଲିୟର କରିବା। ଆଉ ଯଦି ଭଲ ଲାଗିଲା, ବୁଝିହେଲା, ତାହେଲେ ଭିଡ଼ିଓଟାକୁ ଟିକେ ଲାଇକ୍ କରିଦବ, ଭିଡ଼ିଓ ସହିତ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ଭିଡ଼ିଓ ଅପଲୋଡ ହେଲେ ନୋଟିଫିକେସନ ପହଞ୍ଚିବା, ମିଶିକି ପଢିପାରିବା। ତାହେଲେ ରହୁଛି, ଦେଖା ହବା ଆଗ ଭିଡ଼ିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମତେ ଅନୁମତି ଦିଅ। ବାଏ ବାଏ।